ମନ୍ଦିରରୁ ହୋଇଛି ଲୁଟ୍। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ମନ୍ଦିରରୁ ବଡ଼ ଧରଣର ଚୋରି ହୋଇଛି। ମାଙ୍କର କାଠ ବାକ୍ସ ଷ୍ଟୋର ରୁମ୍ ତାଲା ଭାଙ୍ଗି ସୁନା ଅଳଙ୍କାର ସହ କାଠ ବାକ୍ସରେ ଥିବା ଟଙ୍କା ନେଇଯାଇଛନ୍ତି ଦୁର୍ବୃତ୍ତ। ଲୁଟ୍ କରିବା ପରେ ଭଙ୍ଗା ବାକ୍ସ ଓ ଭଙ୍ଗା ତାଲା ଛାଡ଼ି ସବୁ ନେଇ ପଳାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକାଳୀ ପୀଠରେ ଘୋଡ଼ା ମେଳଣ ସରିବା ପରେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମାଙ୍କ ମନ୍ଦିରରେ ପଶିଥିଲେ। ସେଠାରେ ପ୍ରବେଶ କରିବା ପରେ କାଠ ବାକ୍ସ ଓ ଷ୍ଟୋର ରୁମ୍ ତାଲା ଭାଙ୍ଗି ସ୍ୱର୍ଣ୍ଣ ଅଳଙ୍କାର ସହ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ତ ଜଷ୍ଟ ଆମେ ଇନଭେଷ୍ଟିଗେସନ ଆରମ୍ଭ କରୁଛୁ। ଏହା ନିଶ୍ଚୟ ଗୋଟେ ସେଣ୍ଟିମେଣ୍ଟାଲ ଇସ୍ୟୁ ଏବଂ ଭାରି ଦୁଃଖଦ ଜିନିଷ। ଲୋକମାନଙ୍କ ସେଣ୍ଟିମେଣ୍ଟ ରହୁଛି ମାଙ୍କ ସହିତ। ତେଣୁ ଆମେ ଯାହା ଦେଖିଲୁ ବର୍ତ୍ତମାନ ସୁଦ୍ଧା ଭିତରେ କେବଳ କ୍ୟାସ୍ କିଛି ଯାଇଛି ଆମେ ଦେଖୁଛୁ, ଭଙ୍ଗା ହେଇଛି, ସବୁ ହେଇଛି। ଆଉ କିନ୍ତୁ କେତେ କ'ଣ ଯାଇଛି ସେଗୁଡ଼ା ଅଟକଳ କରାଯାଇ ନାହିଁ। ତେଣୁ ଆମେ ପ୍ରିଲିମିନାରୀ ଆମର ଇନଭେଷ୍ଟିଗେସନ୍ ଚାଲିଛି ଏବଂ ଆଶା କରୁଛୁ, ଆମେ ତ ସବୁ ପ୍ରକାର ଷ୍ଟେପ୍ ନେଉଛୁ, ଆଶା କରୁଛୁ ନିଶ୍ଚୟ ଆମେ କଲ୍ପ୍ରିଟ୍କି ବହୁତ ଜଲ୍ଦି ଧରିବୁ। ନାଇଁ, ଆପଣଙ୍କର ଦେଖୁଛନ୍ତି ମନ୍ଦିର ଚାରିପଟେ ଘର, ଏଠି ସେମିତି କିଛି ସିକ୍ୟୁରିଟି ଥ୍ରେଟ୍ ନାହିଁ। ତାପରେ ବି ଲୋକମାନଙ୍କର ଯେଉଁ ଡିମାଣ୍ଡ ରହିଛି ପ୍ରାଇଭେଟ୍ ସିକ୍ୟୁରିଟି ରହିବା, ଆମର ହୋମଗାର୍ଡ ହେନ୍ସଫୋର୍ଥ ଆମର CCTV କିଛି ଅଛି କିନ୍ତୁ ଅଚଳ ଅଛି। ତେଣୁ ସେଗୁଡ଼ା ସବୁ କାର୍ଯ୍ୟକ୍ଷମ ଦିଆଯିବ। ତାପରେ ପୁଣି ଆମର ଯେଉଁ ରହିଲେ ହୋମଗାର୍ଡସକୁ ଆମେ ଡେପ୍ଲୟ କରିବୁ, ପ୍ରାଇଭେଟ୍ ସିକ୍ୟୁରିଟି ରହିବ, ଯାହା ଯେତିକି ହେଇପାରିବ ସିକ୍ୟୁରିଟି ମେଜର୍ସ ନିଆଯିବ। ଭଦ୍ରକରୁ ଲାଲା ପ୍ରମୋଦ ରାୟଙ୍କ ରିପୋର୍ଟ, ଓଡ଼ିଶା ସମ୍ବାଦ।